ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇର ଆଉ ଏକ ବିଜୟ। ଗତକାଲି ଖେଳାଯାଇଥିବା ଲକ୍ଷ୍ନୌ ଏବଂ ଚେନ୍ନାଇ ମଧ୍ୟ ମ୍ୟାଚ୍ରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି 7 ୱିକେଟ୍ ହରାଇ 166 ରନ୍ କରିଥିଲା, ଯେଉଁଥିରେ କି ଆଡେନ୍ ମାକ୍ରମ୍ 6 ବଲ୍ରେ 6 ରନ୍, ମିଚେଲ୍ ମାର୍ଶ 25 ବଲ୍ରେ 30 ରନ୍, ନିକୋଲସ୍ ପୁରମ୍ 9 ବଲ୍ରେ 8 ରନ୍, ରିଷଭ ପନ୍ତ 49 ବଲ୍ରେ ଧୁଆଁଧାର 63 ରନ୍, ଆୟୁଷ ବାଦାନୀ 17 ବଲ୍ରେ 22 ରନ୍, ଅବଦୁଲ ସାମଦ 11 ବଲ୍ରେ 20 ରନ୍, ଡେଭିଡ୍ ମିଲର କୌଣସି ରନ୍ ନକରିଥିଲା ବେଳେ ସର୍ଦାର ଠାକୁର 4 ବଲ୍ରେ 6 ରନ୍ କରିଥିଲା ବେଳେ ସୁପର ଜାଏଣ୍ଟସ୍ 7 ୱିକେଟ୍ ହାରି 166 ରନ୍ କରିଥିଲା। ଚେନ୍ନାଇ ପକ୍ଷରୁ 167 ରନ୍ର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ରହିଥିଲା ଚେନ୍ନାଇ। ଚେନ୍ନାଇର ସାଇକ୍ ରାଶିଦ୍ 19 ବଲ୍ରେ 27, ରଚିନ ରବୀନ୍ଦ୍ର 22 ବଲ୍ରେ 37, ରାହୁଲ ତ୍ରିପାଠୀ 10 ବଲ୍ରେ 9 ରନ୍, ରବୀନ୍ଦ୍ର ଜାଡେଜା 11 ବଲ୍ରେ 7 ରନ୍, ଶିବମ ଦୁବେ 37 ବଲ୍ରେ 43 ରନ୍, ବିଜୟ ଶଙ୍କର 8 ବଲ୍ରେ 9 ରନ୍ ଏବଂ ଶେଷକୁ ମହେନ୍ଦ୍ର ସିଂ ଧୋନି 11 ବଲ୍ରେ 26 ରନ୍ ବ୍ୟାଟିଂ କରି ଚେନ୍ନାଇକୁ 5 ୱିକେଟ୍ ହରାଇ 19.3 ଓଭରରେ ବିଜୟ ଲାଭ କରିଥିଲା ଚେନ୍ନାଇ। ମହେନ୍ଦ୍ର ସିଂ ଧୋନି 11 ବଲ୍ରେ ଖେଳି 26 ରନ୍ କରିଥିଲା ବେଳେ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଏହି ବିଜୟ ପରେ IPL 2025ରେ ଚେନ୍ନାଇର ଦ୍ୱିତୀୟ ବିଜୟ ହୋଇଛି।